ବହୁତ ସ୍ୱାମୀ ମାନେ ଅଛନ୍ତି ନିଜ ସ୍ତ୍ରୀ କି ସବୁବେଳେ କୁହନ୍ତି ତୁ ତ ଘରେ ରହୁଛୁ ହାଉସ ୱାଇଫ, ତୋର କିଛି କାମ ନାହିଁ, ଖାଲି ରୋଷେଇ କରୁଛୁ, ଘରେ ରେଷ୍ଟ କରୁଛୁ, ଘର କାମ କରୁଛୁ, ହେଲେ ମୁଁ ବାହାରେ ଏତେ କଷ୍ଟ କରୁଛି, ପଇସା ଇନକମ କରୁଛି। ହଁ ମୁଁ ମାନୁଛି ତମମାନେ ବାହାରେ କଷ୍ଟ କରୁଛ, ପଇସା ଇନକମ କରୁଛ, ନିଜର ପରିବାର ପୋଷିବା ପାଇଁ ତମେ ବହୁତ ମେହନତ ମଧ୍ୟ କରୁଛ, ସେଟା ବହୁତ ଭଲ କଥା। ହେଲେ ଗୋଟେ ଥର ଭାବିବ ନିଜ ସ୍ତ୍ରୀ ଘରେ ହାଉସ ୱାଇଫ ମାନେ ବହୁତ ବଡ କାମ, କାହିଁକି ନା ଘରର କାମ ନା ସବୁଠୁ ବଡ ଟେନସନ। ଘରର ଦାୟିତ୍ୱ ଯିଏ ନେଇଛି ସେ ହିଁ ଜାଣିଛି ଘରର ଟେନସନ ଟା କେତେ ବଡ। ତ ସବୁବେଳେ ନିଜ ସ୍ତ୍ରୀ କି ଏମିତି କିଛି କଥା କୁହନି ଯୋଉଥିରେ ତାକୁ କଷ୍ଟ ହବ, କାହିଁକି ନା ସିଏ ବି ତମ ପାଇଁ ବହୁତ କଷ୍ଟ କରୁଛି। ନିଜ ଘରେ ସକାଳୁ ଉଠିକି ରୋଷେଇ କରୁଛି, ସବୁ କିଛି କାମ ମଧ୍ୟ କରୁଛି, ସମସ୍ତଙ୍କ କଥା ବୁଝୁଛି, ସେଇଟା ବି ବହୁତ ବଡ କାମ। ଖାଲି ଭାବିବ ଯେ ତମେ ବାହାରେ ଯାଇ କାମ କରୁଛ, ତମମାନେ ଏନ୍ଜୟ କରୁଛ। ଘରଟେ ଭାବିଛ ଗୋଟେ ସ୍ତ୍ରୀ ଘରର ଚାରି କାନ୍ଥ ଭିତରେ ବ୍ଲକ ହେଇଯାଏ, ସାରା ଜୀବନ ତା ଭିତରେ କାମ କରି ତାକୁ ବି ବହୁତ ଟାୟାର୍ଡ ଲାଗେ। ତମମାନେ ଯଦି ସେଇ ଟାଇମରେ ତାଙ୍କୁ ଟିକେ ସାଥ ଦବ, ବାହାରକୁ ନେଇକି ବୁଲେଇ ଆଣିବ ନା,